ଜୟ ଶ୍ରୀ ଜଗନ୍ନାଥ। ଆଜି ଆମେ ଶୁଣୁଛେ ପୁରାଣ କଥାର ଭାଗ 11। ଏଥିରେ ଆମେ ଦେଖିବା ମହାବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର କିପରି ପ୍ରାପ୍ତ ହେଲା, ତାଙ୍କୁ କିଏ ଦେଲେ। ପ୍ରଥମେ ଆମେ ଜାଣିବା ଯେ ସୁଦର୍ଶନ ଚକ୍ରଟା କ'ଣ। ସୁଦର୍ଶନ ଶବ୍ଦଟି ଦୁଇଟି ଶବ୍ଦର ସମାହାରରେ ଗଠିତ, ସୁ ଏବଂ ଦର୍ଶନ। ଯେଉଁଠାରେ ସୁର ଅର୍ଥ ଶୁଭ ବା ମଙ୍ଗଳମୟ ଏବଂ ଦର୍ଶନର ଅର୍ଥ ଦୃଷ୍ଟି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ ସୁଦର୍ଶନ ଚକ୍ର ହେଉଛି ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କର ଏକ ଦିବ୍ୟ ଅସ୍ତ୍ର। ଏହି ସୁଦର୍ଶନ ଚକ୍ରଟା କେମିତି ନା, ପୃଥିବୀର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ଏଇଟାକୁ ବିଶ୍ୱାସ କରାଯାଏ ଏବଂ ଏଇଟା କେବଳ ଏହାକୁ ଧାରଣ କରିଥିବା ପ୍ରଭୁଙ୍କର ଆଦେଶ ହିଁ ପାଳନ କରେ, ଆଉ କାହା କଥା ସେ ଶୁଣେନି ଏବଂ ବହୁତ ଦୂର ପର୍ଯ୍ୟନ୍ତ ଯାତ୍ରା କରିପାରେ ଏବଂ ତାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ସେ ଫେରେ। ସୁଦର୍ଶନ ଚକ୍ରକୁ ଅଟକେଇବାର ଗୋଟିଏ ମାତ୍ର ଉପାୟ ହେଲା ତା ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା। ସେହି ସମୟରେ ହିଁ ଭଗବାନ ବିଷ୍ଣୁ ହସ୍ତକ୍ଷେପ କରନ୍ତି ଏବଂ ନିଜର କୃପା ପ୍ରଦାନ କରନ୍ତି। ଏହି ସୁଦର୍ଶନ ଚକ୍ରରେ 1,000,000 ମାନେ 10 ମିଲିୟନ କଣ୍ଟା ବା ଦାନ୍ତ ବିଶିଷ୍ଟ ଦୁଇଟି ଧାଡ଼ି ଅଛି, ଯାହାକି ପରସ୍ପର ବିପରୀତ ଦିଗରେ ଘୁରୁଥାଏ। ଏହାର ଧାର ଅତ୍ୟନ୍ତ ତୀକ୍ଷ୍ଣ, ଯାହାର ଅର୍ଥ ହେଲା ଏଇଟା ଦୁନିଆର ଯେକୌଣସି ବସ୍ତୁକୁ ସହଜରେ କାଟିପାରେ ଏବଂ ତାର ବିଶେଷତ୍ୱ ହେଲା ଏ ଚକ୍ରର ନିରନ୍ତର ଗତିଶୀଳ ଥାଏ। ଏହି ସମୟରେ ଚକ୍ରର ଯେଉଁ କାଳଚକ୍ରର ପ୍ରତୀକ ବୋଲି ଆମେ ଏହାକୁ ମଧ୍ୟ କହିପାରିବା। ତେବେ ଏହି ସୁଦର୍ଶନ ଚକ୍ରର ସୃଷ୍ଟି କେମିତି ହେଲା, ଏହା ଉପରେ ଅନେକ ବିଶ୍ୱାସ, ଅନେକ ମାନ୍ୟତା ରହିଛି। ଲିଙ୍ଗ ପୁରାଣରେ ଅଛି, ଲିଙ୍ଗ ପୁରାଣ ଅନୁଯାୟୀ ଭଗବାନ ଶିବ ହିଁ ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ। ଯେତେବେଳେ ଭଗବାନ ବିଷ୍ଣୁ ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିଲେ, ସେମାନଙ୍କ ସହ ଅନନ୍ତ କାଳ ଧରି ସଂଗ୍ରାମ କଲେ, କିନ୍ତୁ ଶେଷରେ ଭଗବାନ ଶିବଙ୍କର ସାହାଯ୍ୟ ନେବାକୁ ପଡ଼ିଲା। ତେଣୁ ସେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କଲେ, ଗଭୀର ଧ୍ୟାନ କଲେ। ସେ ମହାଦେବଙ୍କୁ ଅର୍ପଣ କରିବା ପାଇଁ 1000 ପାଖୁଡ଼ା ପଦ୍ମର 1000ଟା ପାଖୁଡ଼ା ସଂଗ୍ରହ କଲେ, 1000 ପଦ୍ମ। ତେବେ ଯେତେବେଳେ ସେ ପୂଜା କରୁଛନ୍ତି, ସେ ଜାଣିଲେ ଯେ ଗୋଟେ ପାଖୁଡ଼ା କମ୍ ପଡ଼ିଯାଇଛି। ସିଏ କ'ଣ କଲେ ନା, ନିଜର ଗୋଟେ ଆଖିକୁ ଉପାଡ଼ି ଦେଲେ 1000କୁ ପୂର୍ଣ୍ଣ କରିବା ପାଇଁ, କାରଣ ତାଙ୍କୁ କୁହାଯାଉଥିଲା କମଳ ନୟନ, ଯାହାର ଅର୍ଥ ପଦ୍ମ ଭଳି ତାଙ୍କର ଆଖି ସୁନ୍ଦର। ଏହି ଅପୂର୍ବ ସମର୍ପଣରେ ପ୍ରସନ୍ନ ହେଇକି ଭଗବାନ ଶିବ କ'ଣ କଲେ ନା, ଅସୁରମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଭଗବାନ ବିଷ୍ଣୁଙ୍କୁ ଏଇ ସୁଦର୍ଶନ ଚକ୍ରଟା ପ୍ରଦାନ କରିଥିଲେ। ଏ କହୁଛି ଲିଙ୍ଗ ପୁରାଣ। ଆଉ ଏକ ପୁରାଣ କହୁଛି ଯେ ଯେତେବେଳେ ସୂର୍ଯ୍ୟଦେବଙ୍କର ପତ୍ନୀ ସଂଜ୍ଞା ତାଙ୍କର ଅତ୍ୟଧିକ ଉତ୍ତାପ ସହ୍ୟ କରି ନପାରି କ୍ଳାନ୍ତ ହୋଇପଡ଼ିଲେ, ସେତେବେଳେ ସେ ତାଙ୍କର ଯେଉଁ ପିତା ହେଲେ ଦେବଶିଳ୍ପୀ ବିଶ୍ୱକର୍ମା ତାଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ ଯେ ପ୍ରଭୁ ବାପା, ମୁଁ ସୂର୍ଯ୍ୟଙ୍କର ତେଜ ଆଉ ସ୍ୱାମୀଙ୍କର ତେଜ ଆଉ ସହିପାରୁନି। ସିଏ କ'ଣ କଲେ ନା, ସୂର୍ଯ୍ୟଦେବଙ୍କର ଉତ୍ତାପକୁ 8 ଭାଗ କମେଇ ଦେଲେ। ସୂର୍ଯ୍ୟଙ୍କର ଯେଉଁ ଅଂଶ ବା ଯେଉଁ ସୌର ପଦାର୍ଥ ପୃଥିବୀରେ ପଡ଼ିଥିଲା, ତାକୁ ବ୍ୟବହାର କରି ବିଶ୍ୱକର୍ମା 3ଟା ଜିନିଷ ବନେଇଲେ। କ'ଣ ନା, ପୁଷ୍ପକ ବିମାନ, ଭଗବାନ ଶିବଙ୍କ ତ୍ରିଶୂଳ ଆଉ ସୁଦର୍ଶନ ଚକ୍ର। ଏଇ 3ଟା ଜିନିଷ ସେ ନିର୍ମାଣ କଲେ। ତାପରେ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ରଟା ଦିଆଗଲା। ତାର ଏଇ ସୁଦର୍ଶନ ଚକ୍ର ସହିତ ଜଡ଼ିତ ଆହୁରି ପୌରାଣିକ କଥା ଗୁଡ଼ିକ ଗୁଡ଼ାଏ ଅଛି। ଯେମିତିକି ଗୋଟେ ହେଲା କ'ଣ ନା, ଦେବୀ ସତୀ ଯେତେବେଳେ ନିଜକୁ ଅଗ୍ନିରେ ଆହୁତି ଦେଇଥିଲେ ବା ଆତ୍ମଦାହ କରିଥିଲେ, ଭଗବାନ ଶିବ ସେତେବେଳେ ଗଭୀର ଶୋକ ଆଉ ବେଦନାରେ ତାଙ୍କ ମୃତ ଶରୀରକୁ ଧରିକି ସମଗ୍ର ବ୍ରହ୍ମାଣ୍ଡରେ ଭ୍ରମଣ କରୁଥିଲେ। ସେହି ସମୟରେ ଭଗବାନ ବିଷ୍ଣୁ ସତୀଙ୍କ ଦେହକୁ ବିଭକ୍ତ କରିବା ପାଇଁ ସୁଦର୍ଶନ ଚକ୍ରର ପ୍ରୟୋଗ କରିଥିଲେ। ତାଙ୍କ ଶରୀରର ଏହି ବିଭିନ୍ନ ଅଂଶ ବିଭିନ୍ନ ସ୍ଥାନରେ ପଡ଼ିଥିଲା ଏବଂ ସେହି ସ୍ଥାନ ଗୁଡ଼ିକ ଆଜି ଶକ୍ତିପୀଠ ଭାବରେ ଗଢ଼ି ଉଠିଛି, ଯାହାକୁ 1000 ଭକ୍ତ ପୂଜା ଅର୍ଚ୍ଚନା କରୁଛନ୍ତି। ପୁଣି ଆଉ ଗୋଟେ ମଧ୍ୟ କଥା ଅଛି ଯେ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଅମୃତ ପାନ କରିବାକୁ ଦେବତାମାନଙ୍କର ରୂପ ଧାରଣ କରିଥିଲେ କିଏ ନା, ରାହୁ ଅସୁର, ସେତେବେଳେ ତାକୁ ବଦ୍ଧ କରିବା ପାଇଁ ଭଗବାନ ବିଷ୍ଣୁ ଏହି ସୁଦର୍ଶନ ଚକ୍ରର ବ୍ୟବହାର କରିଥିଲେ। ଏବଂ ତାଙ୍କର ଉପରଟା ରହିଲା ରାହୁ, ତଳଟା କେତୁ, ଏଗୁଡ଼ା ତ ଆମେ ସବୁ ଜାଣିଛେ। ତାହେଲେ ଭଗବାନ ବିଷ୍ଣୁଙ୍କ ଅବତାର ଥିବା ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସୁଦର୍ଶନ ଚକ୍ର ଅନେକ ଥର ପ୍ରୟୋଗ କରିଥିଲେ। ଯେମିତି ଥରେ ସେ ଜୟଦ୍ରଥ ସଙ୍ଗେ ଯୁଦ୍ଧ ସମୟରେ ସୂର୍ଯ୍ୟଙ୍କୁ ଲୁଚେଇ ଦେଇଥିଲେ, ଆମେ ଜାଣିଛେ ସେଇଟା ଜୟଦ୍ରଥଙ୍କ କଥାରେ।
ଶିଶୁପାଳକୁ ମଧ୍ୟ ସେଇ ସୁଦର୍ଶନ ଚକ୍ରରେ ତାର ମସ୍ତକ ଛେଦ କରିଥିଲେ, ଶିରଚ୍ଛେଦ କରିଥିଲେ। ତାହେଲେ ଏଇ ସୁଦର୍ଶନ ଚକ୍ର ହେଉଛି ସଂସାର ସବୁଠାରୁ ଦିବ୍ୟ ଏବଂ ଶକ୍ତିଶାଳୀ ଅସ୍ତ୍ର। ମୋ ସହିତ ଯୋଡ଼ି ହେଇ ରୁହନ୍ତୁ। ଆଗକୁ ଆମେ ଆହୁରି ଅନେକ ପୁରାଣର କଥା, ଇତିହାସର କଥା, କାହାଣୀ, କବିତା ବହୁତ କିଛି ଶୁଣିବା। ଧନ୍ୟବାଦ।